ସକ୍ରିୟ ଗୋମାଫିଆ ଅଙ୍ଗନବାଡ଼ି ପଛରେ ଚାଲିଥିଲା ଗୋମାଂସ କଟା। ସ୍ଥାନୀୟ ଲୋକେ ପହଞ୍ଚିବାରୁ ଛତ୍ରଭଙ୍ଗ ଦେଲେ ମାଫିଆ। କପ୍ତିପଦା ଥାନା ଭୁଳାଘାଟି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। କିଛି ମାଫିଆ ଏବଂ ଦୁର୍ବୃତ୍ତ ଭୁଳାଘାଟି ଅଙ୍ଗନବାଡ଼ି ପଛରେ ଏକ ଗୋରୁ କାଟୁଥିଲେ। 5ରୁ 6 ଜଣ ଦୁର୍ବୃତ୍ତ ଗୋରୁ କାଟୁଥିବା ବେଳେ ଏହାର ଖବର ପାଇ ସ୍ଥାନୀୟ ଯୁବକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁବକମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଗୋରୁ କାଟୁଥିବା ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ କପ୍ତିପଦା ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମାଫିଆମାନେ ଗୋରୁ ଚାଲାଣଠାରୁ ଆରମ୍ଭ କରି ଗୋରୁ ହତ୍ୟା କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ହଠାତ୍ ମୁଁ ଗୋଟେ ଦୋକାନରେ ବସିଥାଏ, ଗୋଟେ ଖବର ଏଠୁ ଗଲା ଭୋଳାହାଟି ଗାଁରୁ ଯେ ଏମିତି ଗୋରୁ କଟା ହେଉଛି ସେ ଗାଁରେ। ମୁଁ ସତ୍ୟାସତ୍ୟ ଜାଣିବା ପାଇଁ ବି ସେ ଲୋକ ସହିତ 2-3 ଥର ଯୋଗାଯୋଗ ବି କଲି। ଆଉ ସେ ପୁଣି ବ୍ୟସ୍ତ ହୋଇଗଲେ, ଆପଣ ତୁରନ୍ତ ଆସନ୍ତୁ, ଆଉ ଏଠି ଗୋରୁ କଟା ଚାଲିଛି। ମୁଁ ସଠିକ୍ ଜାଣିଛ ନା ଗୋରୁ କଟା ହେଉଛି କି ଅନ୍ୟାନ୍ୟ କିଛି କଟା ହେଉଛି, ତୁମେ ଦେଖ ନା ଗୋରୁ କଟା ହେଉଛି। ମୁଁ ତତ୍କ୍ଷଣାତ୍ ସାଙ୍ଗେ ସାଙ୍ଗେ କିଛି ପିଲାଙ୍କୁ ଖବର ଦେଇ ମୁଁ ସେ ଫିଲ୍ଡ ଉପରେ ଆସିକି ବସିକି ଦେଖିଲି ଯେ ପ୍ରକୃତରେ ସେଇଭଳିଆ କିଛି କାମ ହେଉଛି। ପୁଣି ଆମେ ଦେଖିଲେ ତାଙ୍କର ସଂଖ୍ୟା ଟିକେ ଅଧିକା ଅଛନ୍ତି, ହତିଆର ତାଙ୍କ ପାଖରେ ଅଛି। ତେଣୁ ଆମେ ସାହସ କରିପାରିଲୁନି ତାଙ୍କ ପାଖକୁ ଭିଡ଼ିବାକୁ। ଆମେ କିଛି ସାଥୀକୁ ଅପେକ୍ଷା କଲୁ କିଛି ଆସିବା ପାଇଁ। ଯେତେବେଳେ କିଛି କପ୍ତିପଦାରୁ ଆଉ 2-4 ଜଣ ବ୍ୟକ୍ତି ଆସିକି ଉପସ୍ଥିତ ହେଲେ, ଆମେ ସେ ଫିଲ୍ଡକୁ ଆସିଲାରୁ ଆମେ ଯେମିତି ପହଞ୍ଚୁ ଆମକୁ ଦେଖିକି କିଛି ତାଙ୍କ ଫଟୋ ମଧ୍ୟ ବି ଅଛି, କିଛି ଫେରାର ହେଇଗଲେ। ଆଉ ସବୁ ତାଙ୍କ ପଡ଼ିଛି, ସବୁ ଗୋରୁ କାଟିଥିବା ସବୁ ଯନ୍ତ୍ରପାତି, ତାଙ୍କ ମାଂସ ସବୁ ପଡ଼ିଛି। ଗୋଟେ ହିନ୍ଦୁତ୍ୱ ଭିତରେ ଇଏ ସବୁ ଚାଲିଛି, ବହୁତ ଦୁଃଖର ବିଷୟ। ଆଉ ଏହାର ସମସ୍ୟା ସମାଧାନ ହେବା ଦରକାର। ଏ ବାବଦରେ ବିଧାୟକଙ୍କୁ ମୋତେ ଜଣାଇଛି, ବିଧାୟକ ପ୍ରତିନିଧି ଆଉ ଅନ୍ୟାନ୍ୟ ଜନସାଧାରଣଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି। ତେଣୁ ମୁଁ ଅନୁରୋଧ କରୁଛି ଏ ବାବଦରେ ପ୍ରଶାସନ ଗୁରୁତ୍ୱ ଦିଅନ୍ତୁ। ଏଠି କୌଣସି ମାଫିଆ କିମ୍ବା ଗୋରୁ ମାଫିଆ କିମ୍ବା ଏଠି ଯାହା କୌଣସି ହେଉଛି ତାକୁ ତୁରନ୍ତ ଦୃଢ଼ ହସ୍ତରେ ଦମନ କରାଯାଉ। ଅକ୍ଷୟ କୁମାର କରଙ୍କ ରିପୋର୍ଟ, ସଞ୍ଚାର ଲାଇଭ୍।